ଦେଖନ୍ତୁ ସାଙ୍ଗମାନେ, ଏଠି ପିଆଜ ଆଉ ଲଙ୍କା ସବୁ ପଡ଼ିଯାଇଛି, ତା ସହ ଟମାଟୋ ବି ପକାଇ ଦିଆହେଇଛି। ତ ୟା ପରେ ଆମେ କ'ଣ କରିବା, ଆଉ ଟିକେ ଲଙ୍କା ଟିକେ ପକାଇଦେବା। ସ୍ପାଇସି ଟିକେ ନ ଲାଗିଲେ ଭଲ ଲାଗିବନି, ତ ସ୍ପାଇସି କରିବା ପାଇଁ ଲଙ୍କା ଟିକେ ଅଧିକ କ୍ୱାଣ୍ଟିଟିରେ ନେବା। ତାପରେ ଲଙ୍କା ସବୁ ପକାଇ ସାରିଲା ପରେ ତାକୁ ଟିକେ ଭାଜିଦେବା, ଯେଉଁଟାକି ଟିକେ ବ୍ରାଉନ୍ କଲର୍ ହେଇଯିବ। ଏଠି ତେଲ ଟିକେ କମିଯାଇଛି, ତ ତେଲ ଟିକେ ଆମେ ଅଧିକ ଆଉ ଟିକେ ଦେଇଦେବା। ୟା ପରେ ଆମେ କ'ଣ କରିବା ନା, ଆମେ ମଞ୍ଚୁରିଆନ୍ ଦେବା ଷ୍ଟାର୍ଟ କରିବା। ସବୁ ମଞ୍ଚୁରିଆନ୍ ପକା ସରିଲାଣି, ତ ଏବେ ତାକୁ କ'ଣ କରିବା, ଆମେ ଟିକେ ଘାଣ୍ଟି ଦେବା, ଯେଉଁଟାକି ଆମେ ମସଲାଟା ସବୁ ମିଶିଯିବ। ଏବେ ଆମେ ଟିକେ ସଲ୍ଟ ପକାଇଦେବା, ଯାହା ସବୁ ମସଲା ସବୁ ଦରକାର ସବୁ ମସଲା ସବୁ ପକାଇଦେବା। ସ୍ୱାଦ ଅନୁସାରେ ଆପଣ ଲୁଣ ଦେଇପାରିବେ। ଆମର ଟିକେ ଭଜା ସରିଲାଣି। ଏବେ ଆମେ କ'ଣ କରିବା, କର୍ଣ୍ଣଫ୍ଲୋର୍ ପାଣି ଟିକେ ଦେଇଦେବା, ଯେଉଁଟା ଆମେ କର୍ଣ୍ଣଫ୍ଲୋର୍ ପାଣି ଆମେ ବନେଇକି ଅଲଗା ରଖିଛୁ। ୟା ପରେ ଟିକେ ଘାଣ୍ଟି ଦେବା, ତ ମିକ୍ସ କରିବା ଭଲସେ। ଦେଖନ୍ତୁ ସାଙ୍ଗମାନେ, କେତେ ବଢ଼ିଆ ସବୁ ଆମର ଭଜା ହେଇସାରିଲାଣି ମଞ୍ଚୁରିଆନ୍ଟା। ଏବେ ଆମ ମଞ୍ଚୁରିଆନ୍ ରେଡ଼ି ହେଇଗଲାଣି। ତ ଏବେ ଆମେ ତାକୁ ଚୌପତିରେ ବାହାର କରିଦେବା। ତ ଦେଖନ୍ତୁ ସାଙ୍ଗମାନେ, ଆମ ମଞ୍ଚୁରିଆନ୍ ସବୁ ପୁରା ରେଡ଼ି ହେଇସାରିଲାଣି। ବହୁତ ସୁନ୍ଦର ଦେଖାଯାଉଛି ଆଉ ବହୁତ ଟେଷ୍ଟି ମଧ୍ୟ ହେଇଛି। ତ ଫ୍ରେଣ୍ଡସ୍, এই ଭିଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା ପ୍ଲିଜ୍ କମେଣ୍ଟରେ ଜଣାନ୍ତୁ। ଆଉ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ ଗୋଟେ ମଧ୍ୟ କରିଦିଅନ୍ତୁ।